ହାଲୋ ମୋର ନାଳୁଆ ସାଙ୍ଗମାନେ, ମୁଁ ମିତା ଆପଣ ମାନଙ୍କୁ ମୋର ଏହି ଚ୍ୟାନେଲକୁ ସ୍ୱାଗତ କରିଛି। ସାଙ୍ଗମାନେ ଆଗ ମୁଁ ମୋ ବିଷୟରେ କିଛି କହି ରଖୁଛି। ମୋର ବୟସ 20 ବର୍ଷ ଆଉ ମୁଁ ହେବେ ଗୋଟିଏ କଲେଜରେ ପାଠ ପଢୁଛି। ମୁଁ ଦେଖିବାକୁ ବହୁତ ସୁନ୍ଦରୀ ଗୋରୀ, ଭଣ୍ଡା ସାଇଜ 34 ଆଉ ପଛ ସାଇଜ 36 ହେବ। ଦେଖିବାକୁ ଗଲେ ଗୋଟିଏ ପୁରା ହଟମାଲ। ସାଙ୍ଗମାନେ ମୋତେ ଯିଏ ବି ଦେଖିବ ସେ ନିହାତି ଭାବରେ ମୋତେ ପଟେଇ କରିବା ପାଇଁ ଚେଷ୍ଟା କରିବ। ଆଉ ସାଙ୍ଗମାନେ ମୁଁ ଦେଖିବାକୁ ଯେତିକି ସୁନ୍ଦର ଥିଲି ମୋ ଦେହକୁ ବି ସେମିତି ମେଣ୍ଟେନ କରି ରଖୁଥିଲି। ମୁଁ ପ୍ରତି ସପ୍ତାହରେ ଥରେ ମୋ ଆମ୍ବୁଲରେ ଉଠିଥିବା ବାଳକୁ ରାମ୍ପି ସଫା କରେ ଆଉ ଆମ୍ବୁଲ ସୁନ୍ଦର ରଖିବା ପାଇଁ କ୍ରିମ ବ୍ୟବହାର କରେ। ସାଙ୍ଗମାନେ ମୋ ଆମ୍ବୁଲ ବିଷୟରେ ଆପଣ ମାନଙ୍କୁ କଣ ଅବା କହିବି। ମୋ ଆମ୍ବୁଲ ତ ଦେଖିବାକୁ ଏତେ ସୁନ୍ଦର ଯେ କହିଲେ ନ ସହେ। ମୋ ଆମ୍ବୁଲକୁ ଯୋଉ ଟୋକା ଦେଖିବ ସେ ନିହାତି ଥରେ ମୋ ଆମ୍ବୁଲକୁ ଖାଇବା କଥା ଭାବିବ। ହେଲେ ମୋ ଆମ୍ବୁଲ ଟିକେ ଅଧିକ ମେଲା ହୋଇଯାଇଥିଲା କାହିଁକି ନା ମୁଁ ମାତ୍ର 10ମ ଶ୍ରେଣୀରେ ପଢୁଥିବା ସମୟରେ ଆମ ପଡିଶା ଘର ଭାଇ ମୋତେ ପ୍ରଥମ ଥର କରିଥିଲା ଆଉ ସେ ମୋତେ ତା ପରଠାରୁ ବହୁତ ଥର କରିଲା। ଆଉ ମୋର ଏତେ ସୁନ୍ଦର ଭଣ୍ଡା ଆଉ ପଛରେ ତାର ହିଁ ହାତ ଅଛି କାହିଁକି ନା ସେ ଯେତେବେଳେ ମୋତେ କରନ୍ତି ମୋ ପଛ ଆଉ ଭଣ୍ଡାକୁ ବହୁତ ଡଳେ ଆଉ ସେଥିପାଇଁ ମୋ ଭଣ୍ଡା ଆଉ ପଛ ପୁରା ବଡ ବଡ। ସେଥିପାଇଁ ଆମ ସାହି ଲୋକମାନେ ମୋତେ ଗୋଟିଏ ହଟମାଲ ବୋଲି କୁହନ୍ତି ଆଉ ମୁଁ ବି ତାଙ୍କ କଥାକୁ ଧରି ବହୁତ ଖୁସି ହୁଏ। ସାଙ୍ଗମାନେ ଆମ ପରିବାର ବିଷୟରେ କିଛି କହୁଛି। ଆମ ପରିବାର କହିବାକୁ ଗଲେ ମୁଁ, ମୋ ବାପା, ବୋଉ ଆଉ ମୋ ସାନ ଭାଇ। ବାପା ତ ବାହାରେ ଚାକିରି କରିଛନ୍ତି ଆଉ ସାନ ଭାଇ ତ ବହୁତ ଛୋଟ। ସେଥିପାଇଁ ଆମ ଘରର ସବୁ ଦାୟିତ୍ୱ ମୋ ବୋଉ ଉପରେ ହିଁ ଥିଲା। ମୋ ବୋଉ ବେଳେ ବେଳେ ଘରକୁ ସଉଦା ଆଣିବା ପାଇଁ ବଜାରକୁ ମଧ୍ୟ ଯାଏ ଆଉ ସାନ ଭାଇ ସେହି ସନ୍ଧ୍ୟା ସମୟର ହିଁ ଟରିସନ ଯାଏ। ମୋତେ ସେହି ଗୋଟିଏ ସମୟ ଫାଙ୍କା ମିଳେ ଆଉ ବେଳେ ବେଳେ ଯଦି ମୋ ଆମ୍ବୁଲ ଅଧିକ ହିଟ୍ ହୁଏ ଆଉ କରା ଖୋଜେ ମୁଁ ମୋ ଆମ୍ବୁଲରେ ଆଙ୍ଗୁଳି ମାରି ଆମ୍ବୁଲରୁ ପାଣି ବାହାର କରିଦିଏ। ହେଲେ ଆମ୍ବୁଲରେ ଆଙ୍ଗୁଳି ମାରିଲେ ମୋତେ ଜମା ବି ଭଲ ଲାଗେ ନାହିଁ ଆଉ ଖାଲି ଟିକେ କାମ ଚଳିବ ପାଇଁ ସେମିତି କରେ। ସାଙ୍ଗମାନେ ମୋତେ କଲେଜରେ ଅନେକ ଟୋକା ଲାଇନ ମାରୁଥିଲେ ହେଲେ ମୁଁ କାହାକୁ ବି ଭାଉ ଦେଉନଥିଲି। ଅସଲି କଥା ହେଲା ମୋତେ ଟୋକାମାନେ ପ୍ରପୋଜ କଲେ ବି ମୁଁ ତାଙ୍କୁ ସିଧା ସଣଖ ମନା କରିଦିଏ। କାହିଁକି ନା ମୁଁ ଜାଣିଛି ପୁଅ ଆଉ ଝିଅ ଭିତରେ ଯଦି ଭଲ ପାଇବା ଆରମ୍ଭ ହେଲା ତାହେଲେ କରାକରି ହେବା ନିଶ୍ଚିତ। ମୋ ମନ ବି କରା ଖାଇବାକୁ ଚାହୁଥିଲା ହେଲେ ପରିବାର ଲୋକମାନଙ୍କ ଭୟରେ ମୁଁ କାହା ଭଲ ପାଇବାରେ ରାଜି ହେଉନଥିଲି। ଆଉ ଏମିତିରେ ତ ଆମ ଘର ପାଖ ଭାଇ ମୋତେ 2-3 ଦିନରେ ଥରେ କରୁଥିଲେ ଆଉ କିଛି ଅସୁବିଧା ନଥିଲା। ମୋ ଗୁମ୍ଫାର ଗଲୁ ଆରାମରେ ମରି ଯାଉଥିଲା ଆଉ ମୋତେ ସେଥିପାଇଁ ଅଲଗା କଦଳୀ ରୁ କରା ଖାଇବାର ଇଚ୍ଛା ବି ନଥିଲା। ହେଲେ ଯେତେବେଳେ ଆମ ସେ ପଡିଶା ଘର ଭାଇଙ୍କର ବାହାରେ ଚାକିରି ହୋଇ ଗଲା ସେତେବେଳେ ମୋ ଦେହର ଭୋକ ବଢିବାକୁ ଲାଗିଲା ଆଉ ମୋ ଆମ୍ବୁଲ ଖାଲି କଦଳୀ ଖୋଜିଲା। ମୁଁ ଖାଲି ପାଗେଲି ପରି ଟୋକା ଖୋଜିବାକୁ ଲାଗିଲି। ଏମିତି ମନରେ ଭୟ ବି ଥିଲା କାଳେ ଯଦି କେହି ଜାଣିଦେବେ। ଏମିତି ଦେଖୁ ଦେଖୁ ଗୋଟିଏ ମାସ ବିତିଗଲା। ସାଙ୍ଗମାନେ ଆପଣ ମାନେ ଜାଣିପାରୁଥିବେ ସବୁବେଳେ କରା ଖାଉଥିବା ଝିଅ ଯଦି ମାସେ କରା ନ ଖାଏ ତାହେଲେ କେମିତି ଲାଗିବ। ମୁଁ ମୋ ଆମ୍ବୁଲରେ ଆଙ୍ଗୁଳି କରୁଥିଲି ସତ ହେଲେ ଆଙ୍ଗୁଳିରେ ସେ ମଜା କୋଉଠି ଆସିବ ଯାହା ଟୋକାମାନଙ୍କ କଦଳୀରେ ଅଛି। କଣ କରିବି କିଛି ଉପାୟ ପାଉନଥିଲି। ହେଲେ କିଛି ଦିନ ପରେ ମୋ ବାପା ମୋ ବୋଉକୁ ଆଉ ଆମ ଭାଇ ଭଉଣୀକୁ ତାଙ୍କ ପାଖକୁ ବୁଲିବାକୁ ଡାକିଲେ ଆଉ ମୁଁ ଦେଖିଲି ଏହା ଗୋଟିଏ ବଡ ସୁଯୋଗ। ସେଥିପାଇଁ ମୁଁ ମିଛରେ କହିଦେଲି କି ଆମ କଲେଜରେ ପରୀକ୍ଷା ଅଛି ଆଉ ମୋ ସାନ ଭାଇ ଆଉ ବୋଉ ଦୁହେଁ ଚାଲିଗଲେ ଘରେ। ଏବେ ମୁଁ ପୁରା ଏକୁଟିଆ ଆଉ କିଛି ଭୟ ବି ନଥିଲା। ହେଲେ କାହାକୁ ମୋତେ କରିବାକୁ ଡାକିବି, କାହା କଦଳୀରୁ ମୁଁ କରା ଖାଇବି ସେହି କଥା ଭାବିଲି ଆଉ ମନେ ପଡିଲା ଆମ କଲେଜର ବଣ୍ଟି କଥା ଯେ ମୋତେ ଏହି କିଛି ଦିନ ତଳେ ପ୍ରପୋଜ ମାରିଥିଲା। ଆଉ ଆମ କଲେଜ ଗ୍ରୁପରୁ ତା ନମ୍ବର ଆଣିଲି ଆଉ ତାକୁ ସିଧା ଫୋନ କଲି। ସେ ମୋ ଫୋନ ଉଠାଇଲା ଆଉ ସେ ପୁରା ଆଶ୍ଚର୍ଯ୍ୟ ହୋଇଗଲେ। ମୋତେ ପଚାରିଲା କଣ ହେଲା ଆଜି ପୁଣି ତୋ ଆଡୁ ଫୋନ। ମୁଁ କହିଲି କିଛି ନାହିଁ, ଆଜି ରାତି 12ଟା ବେଳେ ଆମ ଘରକୁ ଆସିପାରିବ, ତୁମ ସହିତ ଗୋଟିଏ ଜରୁରୀ କାମ ଅଛି। ସେ କହିଲା ହଉ ଠିକ ଅଛି। ସାଙ୍ଗମାନେ ମୁଁ ପୁରା ଖୁସି ଆଉ ତାକୁ ମୁଁ ଜାଣି କରି ଦିନରେ ଡାକିଲି ନାହିଁ କାଳେ ଯଦି ଆମ ପଡିଶା ଘର ଲୋକ କେହି ଦେଖିଦେବ ସେଥିପାଇଁ। ଆଉ ମୁଁ ରାତିରେ ପୁରା ନୂଆ ଡ୍ରେସ ପ୍ୟାଣ୍ଟ ପିନ୍ଧି ରେଡି ହୋଇ ବସିଲି ଆଉ ବାରି ପଟ କବାଟ ଖୋଲା ରଖିଲି। ରାତି ଠିକ 12ଟା ବେଳେ
बंटी रूम भीतर को आसिले आउ मु तांकु देखि बहुत डरी गली कहीं ना तांको सांगरे आउ गोटे पिला फिला आम कॉलेज रो राहुल झियो माने से राहुल विषय रे बहुत कथा गपुथिले। राहुल रो कुआडे बड़ कदली आउ से झियो मानक आंबुल खटेई दिए मु मनरे भाबिली जदि मु बंटी को मते करिबाकू कहिबी हाउ राहुल कोन मते चालिबो हो छाड़ जहा हेबो भाबी मु दुहिं को मो बेडरूम को डाकिली आउ डोर सबु बंद करिदेली। तापरे बंटी मते कहिला कौन हैला एते राति रे काहीकि डाकिछु मु ता आगरे लाज न करी ताकू मु सीधा सड़ख कहिली बंटी मु तो कदली रु करा खाइबाकू चाहुची आउ आजी आम घरे केही नाहंती आउ एहा गोटिए बड़ सुजोग सांग माने बंटी भी सेमिति करिबाकू पागल थिला आउ ता सहित राहुल भी आसीगला दुहे मिसी मते जाबुड़ी धरी बहुत चुमा चाटी कले आउ मोर सबु कपड़ा को खोली मते पूरा लंगड़ा करिदेले आउ दुई जन जाक पूरा लंगड़ा होईगले। सतरे सांग माने मु देखिली राहुल कदली बहुत बड़ थिला 7 इंच हेबो आउ बंटी कदली एते बड़ नथिला। मु राहुल कदली को गोटिए हातरे आउ गोटिए हातरे बंटी कदली को धरी हलेइबाकू लागिली आउ दुहे पूरा मजा नेले मु भी मजा नेउथिली। से माने मोर गोटिए गोटिए भंडा को धरी चिपुथिले मोते मजा लागुथिला आउ सेते बेले राहुल सीधाटा कदली आनी मो पाटीरे पूरेई देला आउ मु ता कदली को चुचुमिबाकू लागिली आउ सेते बेले बंटी मो आंबुल को हाथ मारी मेला करी धरिला आउ मते कहिला तू तो बड़ नाळे ये अछु करा खाई खाई आंबुल को पूरा मेला करी रखिछु। मु लाजरे किछि कहु नथिला आउ सेते बेले बंटी ता जीभ नेई मो आंबुल सेंठी रे लगेई चाटिबाकू लागिला। ओह सांग माने की मजा से मो आंबुल रो दाना को एमिति भापरे चाटुथिला आउ आपण मानंकु कोन कहिबी मो आंबुल रु जोरे जोरे नाळ बाहारिबाकू लागिला आउ एपटे बंटी मो भंडा को चिपुथिला आउ भंडा भुंडी को मखचुथिला। बहुत कम समय से मो आंबुल चाटिबा परे एबे से कहिला करिबा आरंभ करिबा एहा कही ता कदली को मो दुई गोड़ ता कांध उपरे रखी सीधा मो आंबुल रे पूरेई देला आउ ता कदली टिके छोट कदली थिला सेथि पई मते मजा लागुथिला आउ जमा कष्ट हेउ नथिला। मु आखि बंद करी मजा नेली हेले भय लागिला। सेतेबेले जेतेबेले बंटी ता कदली मो आंबुल रु बाहर कला आउ राहुल मो पछकू मेला करी चाटिला आउ मते टेकी नेई ता कोड़रे बसेई देला आउ मो पछ आउ ता कदली रे बहुत छेप मारिला आउ सीधा ता कदली को मो पछ मुहरे सेट करी मो पछरे दाबी देला ओ सांग माने सतरे की कष्ट मते एमिति लागिला मो पछ पूरा फाटी गला पछरे सेमिति से कदली पूरेई रखिला आउ बंटी पुणी आसी मो आंबुल रे कदली पूरेई देला आउ राहुल मो भंडा को चिपी चिपी मो पछरे करिला आउ बंटी मो ओठ को कामुडी खामुडी मो आंबुल रे मो हालत कहिले न सरे सांग माने बहुत जोरे कष्ट हेउथिला हेले किछि समय परे मते धीरे धीरे मजा लागिला आउ मो आंबुल रु पानी बाहरी कला। मु हालिया होइतली बंटी मते देखि कहिला आलो नाली एते शीघ्र हालिया होई जाउछु आजी पूरा राती आमे तते करिबु एहा कही से जोरे करिबा आरंभ कला। मु कहिली जेते जोरे करूछु करिते हेले आंबुल रे रस चाड़िबु नाही से कहिला ना आउ मो आंबुल आउ पछरु पछ पछ शब्द आसिला आउ मो आंबुल रु बंटी कदली काढी आनी मो पाटी रे पुरेई देला आउ मो पाटी रे करी सबु रस मो पाटी रे छाड़ी हालिया होई पड़ी गला आउ तापरे बहुत काम समय रे राहुल मो पछरे तारस छाड़िला आउ से भी मते कुंढाई सोई रहिला। सांग माने से दिन राति 12 रु भोर 4टा पर्यंत मते से माने 3 राउंड करिले हाउ मो आंबुल पछ ओ भंडा पूरा दरज करिदेल। मु ठीक भाबरे चाली पारिली नाही तो सांग माने एहा थिला मोर कराकरी कहानी। आपण मानंकु केमिति लागिला निहाती जणाइबे।